ପିଲାମାନେ ଆଜି ଆମ ତୃତୀୟ ଶ୍ରେଣୀ ଆମ ଭାଷା ଆମ ସାହିତ୍ୟ ବହିର ଏକ ସୁନ୍ଦର ଚାପ୍ଟର ପଢ଼ିବା ସାନ ସିନା ଦାନ ତା ମହାନ। ଏହି ବିଷୟ ଆମକୁ ଯୁଗ ଯୁଗ ଧରି ପଢ଼ି ଆସୁଛେ ଏବଂ ଏହି ବିଷୟଟି ଆମେ ବହୁତ ସମୟ ପର୍ଯ୍ୟନ୍ତ ଆମର ସ୍କୁଲ ସରିବ କଲେଜ ସରିବ କିନ୍ତୁ ଏହି ବିଷୟ ମନେ ରହିଯିବ ହେଲା। ତେଣୁ ଏହି ବିଷୟକୁ ମନ ଦେଇ ଶୁଣ। ତାହେଲେ ଆଜକୁ ପ୍ରାୟ 800 ବର୍ଷ ତଳର କଥା। କେତେ ବର୍ଷ ତଳର କଥା? 800 ବର୍ଷ ତଳର କଥା। ଲାଙ୍ଗୁଳା ନରସିଂହ ଦେବ ନାମରେ ଜଣେ ରାଜା ଓଡ଼ିଶାରେ ରାଜୁତି କରୁଥାନ୍ତି। ରାଜାଙ୍କ ନାଁ ଥିଲା ଲାଙ୍ଗୁଳା ନରସିଂହ ଦେବ। ସେ ସୂର୍ଯ୍ୟଙ୍କର ପୂଜା ପାଇଁ ସୁନ୍ଦର ମନ୍ଦିରଟିଏ ତୋଳାଇବାକୁ ଇଚ୍ଛା କଲେ। ରାଜାଙ୍କ ଆଦେଶରେ ସାରା ରାଜ୍ୟର ଅନେକ କାରିଗର ଆସି ଠୁଳ ହେଲେ ମାନେ ଏକାଠି ହେଲେ ହେଲା। ସମସ୍ତେ ଆସିକି ଗୋଟିଏ ଜାଗାକୁ ଆସିଲେ, ଏକାଠି ହେଲେ। ସେମାନଙ୍କ ଭିତରୁ 1200 ଭଲ ଭଲ କାରିଗରକୁ ବଛାଗଲା। ରାଜା କ'ଣ କରିବେ? ସୂର୍ଯ୍ୟଙ୍କର ଏକ ସୁନ୍ଦର ମନ୍ଦିର କରିବେ ଏବଂ ରାଜ୍ୟର ଯେତେକ କାରିଗର ଥିଲେ ଭଲ ଭଲ କାରିଗର ସମସ୍ତଙ୍କୁ ଡକାଗଲା ଏବଂ ସେମାନଙ୍କ ଭିତରୁ ଆହୁରି ଭଲ 1200 କାରିଗରକୁ କ'ଣ ରଖାଗଲା ମନ୍ଦିର ତିଆରି କରିବା ପାଇଁ। ତାପରେ କ'ଣ ହେଲା ପିଲାମାନେ? ସେତେବେଳେ ପଥରରେ ସୁନ୍ଦର କାମ କରି ଓଡ଼ିଶାର କାରିଗରମାନେ ନାଁ କରିଥିଲେ। ସେତେବେଳେ ତ ସିମେଣ୍ଟ ନଥାଏ, ପଥରକୁ ଯୋଡ଼ିବା ପାଇଁ ଏକ ପ୍ରକାର ଚୂନ ବ୍ୟବହାର କରାଯାଉଥିଲା। ପିଲାମାନେ ସେତେବେଳେ ପଥରରେ ଦେଖି ଆଜି ବି ଯିବ କୋଣାର୍କ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ହେଲା ପଥରରେ ଦେଖିବ ତିଆରି ହେଇଛି ହେଲା। ତାହେଲେ ସେତେବେଳେ ସିମେଣ୍ଟ ନଥାଏ, ସେ ଗୋଟେ ଚୂନ କରାଯାଉଥିଲା, ବ୍ୟବହାର କରାଯାଉଥିଲା। ସମୁଦ୍ର କୂଳରେ ଚନ୍ଦ୍ରଭାଗା ନଦୀ ମୁହାଣରେ ଏହି ମନ୍ଦିର ତୋଳା ହେଲା। ପିଲାମାନେ କୋଉଠି ମନ୍ଦିର ତିଆରି? ଚନ୍ଦ୍ରଭାଗା ନଦୀ ମୁହାଣରେ, ମାନେ ଚନ୍ଦ୍ରଭାଗା ନଦୀ ପାଖରେ ମନ୍ଦିରଟି ତିଆରି ହେଲା। ଗୋଟିଏ ରଥ ଆକାରର, ସେଥିରେ 7ଟି ପଥର ଘୋଡ଼ା ଯୋଖା ହେଲା। 7ଟି ପଥର ଘୋଡ଼ା, ମାନେ ପଥରରେ ଘୋଡ଼ା ତିଆରି ହେଇକି 7ଟା କ'ଣ ସେଇ ମନ୍ଦିରରେ ରଖାଗଲା, ଯୋଖା ହେଲା ଚାରିପଟେ ହେଲା। ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କର ପ୍ରତିମା ହେଲା। ସିଂହାସନରେ କିଏ ରହିଲେ? ସୂର୍ଯ୍ୟଙ୍କର ପ୍ରତିମା, କାରଣ ସିଏ ପୂଜା ପାଇବେ। ପୂର୍ବ ଦିଗରେ ସୂର୍ଯ୍ୟ ଉଇଁଲା ମାତ୍ରେ ପ୍ରଥମ କିରଣ ସୂର୍ଯ୍ୟ ମୂର୍ତ୍ତିର ପାଦ ତଳେ ପଡ଼ୁଥିଲା ହେଲା। ଯେଉଁ ସୂର୍ଯ୍ୟଙ୍କର ପ୍ରତିମା ଅଛି ହେଲା, ସୂର୍ଯ୍ୟଙ୍କର କିରଣ ପ୍ରଥମେ କୋଉଠି ପଡ଼ିବ? ସେ ମୂର୍ତ୍ତିର ପାଦ ତଳେ। ଏହି ମନ୍ଦିର ନିର୍ମାଣରେ ଓଡ଼ିଶାର 12 ବର୍ଷର ରାଜସ୍ୱ ଖର୍ଚ୍ଚ ହୋଇଥିଲା ହେଲା। ଆମର ବର୍ତ୍ତମାନ ଗୋଟେ ବର୍ଷ ତାପର ବର୍ଷ ଯେଉଁ ରାଜସ୍ୱ ବାହାରୁଛି, ସେମିତି 12ଗୋଟି ବର୍ଷର ରାଜସ୍ୱ ଖର୍ଚ୍ଚ ହୋଇଥିଲା ଏହି ମନ୍ଦିର କ'ଣ ତିଆରି କରିବା ପାଇଁ। ଆସ୍ତେ ଆସ୍ତେ ମନ୍ଦିର, ନାଟ ମନ୍ଦିର, ମୁଖଶାଳା ଆଦି ତିଆରି ସରିଥାଏ। ଗଛଲତା, ଫୁଲ ଫଳ, ହାତୀ ଘୋଡ଼ା ଆଦି ଜୀବଜନ୍ତୁ, ଦେବାଦେବୀ, ମନୁଷ୍ୟ ପ୍ରଭୃତି ମୂର୍ତ୍ତିର ମନ୍ଦିରର ଝଲମଲ କରୁଥାଏ। ତଥାପି ମନ୍ଦିରଟି ସମ୍ପୂର୍ଣ୍ଣ ହୋଇପାରୁନଥାଏ ହେଲା। ସବୁ ସରୁଥାଏ କିନ୍ତୁ ମନ୍ଦିର କାହିଁକି ସମ୍ପୂର୍ଣ୍ଣ ହୋଇପାରୁନଥାଏ? କାହିଁକି ପିଲାମାନେ? କାରିଗର ମାନେ ଯେତେଥର ମନ୍ଦିର ଉପରେ ଦଧିନଉତି ବସାଉଥାନ୍ତି ତାହା ଖସି ପଡ଼ୁଥାଏ। ପିଲାମାନେ ଏଇଟା ହେଲା ଆମର ମନ୍ଦିର ମନେକର ହେଲା, ଏମିତି ମନ୍ଦିରଟା ହେଇଛି, ଏଇଟା ହେଲା ଆମର ଦଧିନଉତି ଉପରଟା ହେଲା, ଚୂଳଟା ହେଲା। ଏଇ ଦଧିନଉତି କ'ଣ ମନ୍ଦିର ଦେଖିବ ଆଜି ବି ସେମିତି ଦେଖାଯାଉଛି ହେଲା, ତାହା ଖସି ପଡ଼ୁଥାଏ। ମୁଖ୍ୟ କାରିଗର ଥାଆନ୍ତି ବିଶୁ ମହାରଣା ହେଲା। ସେଇ 1200ଙ୍କ କାରିଗର ଭିତରେ ମୁଖ୍ୟ କାରିଗର ହେଉଛନ୍ତି ବିଶୁ ମହାରଣା। ସେ ତାଙ୍କର ସବୁ ବିଦ୍ୟା ବୁଦ୍ଧି ଖଟାଇ ମଧ୍ୟ ମନ୍ଦିରର ଦଧିନଉତି ବସାଇ ପାରୁନଥାନ୍ତି। ଦଧିନଉତିକୁ ବସାଇ ସାରିବା ପରେ ହିଁ ମନ୍ଦିରର କାମ ଶେଷ ହେବ। ଏଣେ ରାଜା ଅଧୀର ହୋଇ ପଡ଼ିଲେଣି। ସେ ବିଶୁ ମହାରଣାଙ୍କୁ ଡକାଇ କହିଲେ, ମୁଁ ଆଉ 7 ଦିନ ମାତ୍ର ସମୟ ଦେଉଛି। ଏହାରି ଭିତରେ ଦେଉଳର ମୁଣ୍ଡି ମାରିବ, ନହେଲେ 1200 ବଢ଼େଇ କାରିଗରଙ୍କର ମୁଣ୍ଡ କାଟ ହେବ ହେଲା। ରାଜା ପୁରା ଅସ୍ଥିର ହୋଇ ପଡ଼ିଲେ। ସବୁ ସରିଯାଉଛି, ମନ୍ଦିର ଦଧିନଉତି ଖାଲି ବସି ପାରୁନି। ରାଜା ମୁଖ୍ୟ କାରିଗର ବିଶୁ ମହାରଣାଙ୍କୁ କହିଲେ,
ଯଦି 7 ଦିନ ଭିତରେ ଦେଉଳର ମୁଣ୍ଡି ନ ପାରିପାରିବ ତାହେଲେ ଯେତେକ କାରିଗର କାମ କରୁଛ 1200 ବଢ଼େଇଯାଙ୍କର ମୁଣ୍ଡ କାଟ ହବ। ବିଶୁ ମହାରଣା ମନ ଦୁଃଖରେ ଫେରି ରାଜାଙ୍କ ଆଦେଶ କାରିଗର ଭାଇମାନଙ୍କୁ ଜଣାଇ ଦେଲେ। ସମସ୍ତଙ୍କ ମୁହଁ ଶୁଖିଗଲା, କାରଣ ସମସ୍ତଙ୍କର ମୁଣ୍ଡ କାଟ ହବ। ଘର ଦ୍ୱାର ଛାଡ଼ି 12 ବର୍ଷ କାଳ ଲାଗି ଏଡ଼େ ବଡ଼ ମନ୍ଦିରଟିଏ ତୋଳିଲେ, ଅଥଚ ମନ୍ଦିରର ଦଧିନଉତି ଖଞ୍ଜା ହୋଇପାରୁନାହିଁ। ସେଥିପାଇଁ ସମସ୍ତଙ୍କ ମୁଣ୍ଡ କାଟ ହବ। ବିଶୁ ମହାରଣା ଦେଉଳ ତୋଳିବାକୁ ଘରୁ ଆସିବା ବେଳେ ତାଙ୍କର ପୁଅଟିଏ ହୋଇଥାଏ। ବିଶୁ ମହାରଣା ଯେତେବେଳେ ଦେଉଳ ତୋଳିବାରେ କ'ଣ ଆସୁଥାନ୍ତି ତୋଳିବା ପାଇଁ, ତାଙ୍କର ଗୋଟେ ପୁଅଟିଏ ହୋଇଥାଏ। ପୁଅର ନାଁ ଦିଆଯାଇଥାଏ ଧର୍ମପଦ। ତାକୁ ଡାକରେ ଡାକନ୍ତି ଧରମା। ଆମେ ଯେମିତି ତମ ନାଁରେ ମନେକର ବିଶୁ ମହାରଣା ହେଲା, ତାକୁ କ'ଣ ଡାକରେ ଡାକୁଥିବେ ହେଲା, ସେମିତି ଧର୍ମପଦକୁ ଡାକରେ ଡାକୁଥିବେ ଧରମା। ତାକୁ ଯେତେବେଳେ 12 ବର୍ଷ ସେ ବାପାଙ୍କ ପାଖକୁ ଯିବା ପାଇଁ ଅଳି କଲା ହେଲା। ଧର୍ମପଦକୁ ଯେତେବେଳେ 12 ବର୍ଷ ହେଇଗଲାଣି ମନ୍ଦିର ତୋଳିବାର, ବୁଝିହେଲା, ତାକୁ ବି ମଧ୍ୟ 12 ବର୍ଷ ହେଇଗଲା। ସେ ବାପାଙ୍କ ପାଖକୁ ଯିବା ପାଇଁ ଅଳି କଲା। ଧରମାକୁ ଏକୁଟିଆ ଛାଡ଼ିବା ପାଇଁ ମା ପ୍ରଥମେ ଅମଙ୍ଗ ହେଉଥିଲେ, ମାତ୍ର ଯିବା ପାଇଁ ପୁଅର ଜେଗର ଦେଖି ମନା କରିପାରିଲେ ନାହିଁ। ଧରମାକୁ କାଳେ ଏତେ ଦିନ ପରେ ବିଶୁ ଚିହ୍ନି ପାରିବେ ନାହିଁ, ସେଥିପାଇଁ ସାଥିରେ ବାଡ଼ି ବରକୋଳି କିଛି ମଧ୍ୟ ଦେଇଥାନ୍ତି ହେଲା। ବାଡ଼ି ବରକୋଳି, ନିଜ ବାଡ଼ି ବରକୋଳି ଦେଖିଲେ ଧରମାକୁ ବିଶୁ ମହାରଣା ଚିହ୍ନି ପାରିବେ ମୋରି ପୁଅ ବୋଲି। ଧରମା ପଚାରି ପଚାରି କୋଣାର୍କ ଗଲା ଓ ବିଶୁ ମହାରଣାକୁ ଠାବ କଲା। ବିଶୁ ମହାରଣା ନିଜ ବାଡ଼ି ବରକୋଳି ଦେଖି ପୁଅକୁ ଚିହ୍ନି ପାରିଲେ, ଆନନ୍ଦରେ ତାକୁ କୁଣ୍ଢାଇ ପକାଇଲେ ହେଲା। ତାହେଲେ ଧରମା ଦେଖିଲା ବାପାଙ୍କ ମନରେ ସୁଖ ନାହିଁ। ସେ ତାହାର କାରଣ ପଚାରି ବୁଝିଲା। ରାତି ପାହିଲେ ବିଶୁ ମହାରଣା ସହିତ 1200 କାରିଗରଙ୍କର ମୁଣ୍ଡ କାଟ ହେବ। ଏକଥା ଜାଣି ଧରମାର ମନ ବିକଳ ହୋଇ ଉଠିଲା। ଧରମା ବି କାରିଗର କୁଳର ପିଲା, ତାକୁ ମଧ୍ୟ କାରିଗରୀ ବିଦ୍ୟା ଜଣାଥିଲା। ଦଧିନଉତି ବସାଇ ମନ୍ଦିରର ମୁଣ୍ଡି ମାରି ପାରିବ ବୋଲି ଧରମା ସାହସ ହେଲା। ସେ ବାପାଙ୍କ ଠାରୁ ଅନୁମତି ନେଇ ମନ୍ଦିର ଚୂଳକୁ ଉଠିଲା। ରାତାରାତି ମାପଚୁପ କରି ଦଧିନଉତି ବସାଇ ଦେଲା। ସକାଳ ହେବା ଆଗରୁ ଦେଖାଗଲା ମନ୍ଦିରର ସବୁ କାମ ସରିଯାଇଛି, ଦଧିନଉତି ବସି ଯାଇଛି। 1200 ବଢ଼େଇ ଯୋଉଟା କରିପାରିଲେ ନାହିଁ, ଗୋଟିଏ ଛୋଟିଆ 12 ବର୍ଷର ବାଳକ ଧରମା କରିଦେଇ ଯାଇଛି। ତାହେଲେ କ'ଣ ହେଲା ଆଗକୁ ପିଲାମାନେ? ବିଶୁ ମହାରଣା ପୁଅର କାମ ଦେଖି ଆନନ୍ଦରେ ଫାଟି ପଡ଼ିଲେ। ତାକୁ କୋଳକୁ ନେଇ କହିଲେ, ଏଡ଼େ ସାନ ପିଲାଟିଏ ହୋଇ ମଧ୍ୟ ଆଜି ତୁ ଆମର ମାନ ରଖିଦେଲୁ। ଅନ୍ୟ କାରିଗରମାନେ ବିଶୁ ମହାରଣାଙ୍କ ପାଖକୁ ଆସି କହିଲେ, ରାଜା ଏବେ ଜାଣିବେ 1200 ବଢ଼େଇ ଯାହା କରିପାରିଲେ ନାହିଁ, ତାହା ସାମାନ୍ୟ 12 ବର୍ଷର ପିଲାଟିଏ କରିଦେଇଛି। ସେ ନିଶ୍ଚୟ ଆମ୍ଭମାନଙ୍କର ମୁଣ୍ଡ କାଟର ଆଦେଶ ଦେବେ। ତେଣୁ ତୁମକୁ ଆଜି ସ୍ଥିର କରିବାକୁ ହେବ, ଆମେ ରହିବୁ ନା ତମ ପୁଅ ରହିବ ହେଲା। ଅନ୍ୟ କାରିଗରମାନେ ବିଶୁ ମହାରଣାକୁ କହୁଛନ୍ତି, ତୁମେ 1200 ବଢ଼େଇର ଦାୟ ନା ପୁଅର ଦାୟ, ବୁଝିହେଲା। ତାହେଲେ ରାଜା ଯେତେବେଳେ ଜାଣିବେ 1200 ବଢ଼େଇ କରିପାରିଲେନି, ଏକ ସାଧାରଣ ବାଳକ 12 ବର୍ଷର କରିଦେଲା। ବିଶୁ ମହାରଣା ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲେ। ପୁଅ ପାଇଁ କ'ଣ 1200 ବଢ଼େଇ ମରିଯିବେ? ଏକଥା ଶୁଣି ଧରମା ତାର ବାପାଙ୍କୁ କହିଲା, ବାପା, ମୋ ପାଇଁ ଆଜି 1200 ବଢ଼େଇଙ୍କର ଜୀବନ ଯିବ, ଏହା ଭଲ କଥା ନୁହେଁ। ମୁଁ ତ ଗୋଟିଏ ଛୋଟିଆ ପିଲା, ମୁଁ ଏକୁଟିଆ ବଞ୍ଚି ରହିକି କି ଲାଭ? ମୋ ଜୀବନ ପଛେ ଯାଉ, ହେଲେ 1200 କାରିଗରଙ୍କ ଜୀବନ ରହୁ। ମୁଁ ଯେ ମନ୍ଦିର ମୁଣ୍ଡି ମାରିଛି, ଏକଥା ରାଜା ନ ଜାଣନ୍ତୁ। ଗୋଟେ ଛୋଟ ପିଲାର କେତେ ସାହସ, କେତେ ଆତ୍ମବିଶ୍ୱାସ, କେତେ ତ୍ୟାଗ। 1200 ବଢ଼େଇ ବଞ୍ଚି ଯାଆନ୍ତୁ, ମୋର ପଛେ ଜୀବନ ଚାଲିଯାଉ। ଏକଥା ଶୁଣି ବିଶୁ ପୁଅକୁ କୁଣ୍ଢାଇ ପକାଇଲେ। ତାଙ୍କ ଆଖିରୁ ଲୁହ ଝରିଗଲା। ବାପାଙ୍କ ଆଖିରୁ ଲୁହ ପୋଛି ଦେଇ ଧରମା କହିଲା, ବାପା, ଜନ୍ମ ହେଲେ ଦିନେ ନା ଦିନେ ମରିବାକୁ ହେବ। ମହତ କାର୍ଯ୍ୟରେ ଜୀବନ ଦେବା କେତେ ଜଣଙ୍କ ଭାଗ୍ୟରେ ଘଟେ।
ଆଜି ଆମର ପରୀକ୍ଷାର ବେଳ। ଏତେବେଳେ ମୋ ପାଇଁ ଚିନ୍ତା କରି ତୁମେ ଅଧୀର ହୁଅ ନାହିଁ। ମୋତେ ହସି ହସି ବିଦାୟ ଦିଅ। ପୁଅର କଥା ଶୁଣି ବିଶୁ ମହାରଣାଙ୍କ ମୁହଁରୁ କଥା ବାହାରୁ ନଥାଏ। ଧର୍ମପଦ ବାପାଙ୍କ ପାଦ ତଳେ ମୁଣ୍ଡ ଲଗାଇ କହିଲା, ମାଙ୍କ ସହିତ ଆଉ ଦେଖା ହୋଇପାରିବ ନାହିଁ। ଛୋଟ ପିଲାଟିଏ, ପିଲାମାନେ 12 ବର୍ଷର ପିଲାଟିଏ କହୁଛି ତା ବାପାଙ୍କୁ, ହେଲା, ଯେତେବେଳେ କ'ଣ ମରିବାକୁ ଯିବା ସମୟରେ ତାଙ୍କୁ ବୁଝାଇ କହିବ ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି। ଏତକ କହି ଆଉ ତିଳେ ମାତ୍ର ଅପେକ୍ଷା ନ କରି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେ ମନ୍ଦିର ଉପରକୁ ଚଢ଼ିଗଲା। ସେଇଠାରୁ ସେ ହସି ହସି ଚନ୍ଦ୍ରଭାଗା ନଦୀ ମଝିକୁ ଡେଇଁ ପଡ଼ିଲା। ଆଜି ଧର୍ମପଦ ନାହିଁ ସତ, କୋଣାର୍କ ମନ୍ଦିର ମଧ୍ୟ ଭଗ୍ନ ଅବସ୍ଥାରେ, ହେଲା, କିନ୍ତୁ 12 ବର୍ଷ ପିଲାଟିଏ ଜାତି ପାଇଁ, ଦେଶ ପାଇଁ ଯାହା କରିଗଲା ତାହା କାଳ କାଳକୁ ରହିଗଲା। ଏବେ ବି ସମସ୍ତେ କୁହନ୍ତି, ସାନ ସିନା ଦାନ ତା ମହାନ। ମାତ୍ର ଛୋଟ ପିଲାଟେ 1200 ବଢ଼େଇଙ୍କ ଜୀବନ ବଞ୍ଚିବ ବୋଲି ନିଜେ ତାର ପ୍ରାଣ ତ୍ୟାଗ କରିଦେଲା ଏବଂ ଚନ୍ଦ୍ରଭାଗା ନଦୀ ମଝିକୁ ଡେଇଁ ପଡ଼ିଲା। ଏଇ ବିଷୟଟି ଆମକୁ ବହୁତ କିଛି ଶିଖିବାକୁ ଦେବ। ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା, ନିଜ ଦେଶ ପାଇଁ କିଛି କରିବା ପାଇଁ ପ୍ରେରଣା, ନିଜ ଜାତି ପାଇଁ କିଛି କରିବା ପାଇଁ ପ୍ରେରଣା। ଏଇ ବିଷୟକୁ ଆମ ଆଗକୁ ନେଇକି ଯିବା। ଆମେ ବି ଆମ ଦେଶ ପାଇଁ କିଛି କରିବା। ଧନ୍ୟବାଦ ପିଲାମାନେ।